आज दिनटी भारतवर्ष ପାଇଁ ଗୋଟିଏ ପବିତ୍ର ଦିନ। ଠିକ୍ ଏହି ଦିନରେ ପରମ କଲ୍ୟାଣମୟୀ ମା ଜାନକୀଙ୍କର ବିବାହ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ସହିତ ହୋଇଥିଲା। ଆଜି ତାଙ୍କର ବିବାହ ବାର୍ଷିକୀର ମଙ୍ଗଳମୟ ଅବସର। ସୀତାରାମଙ୍କର ସମ୍ପର୍କ ପ୍ରତ୍ୟେକ ଦମ୍ପତିଙ୍କ ନିମନ୍ତେ ଏକ ଆଦର୍ଶର ଶୁଭସ୍ତମ୍ଭ ତଥା ଅନୁକରଣ କରିବାର ସ୍ୱର୍ଣ୍ଣିମ ସ୍ୱାକ୍ଷର। ସୀତା ହେଉଛନ୍ତି ରାଜಋଷି ଜନକଙ୍କର ପାଳିତା କନ୍ୟା। ଆମେ ସଭିଏଁ ତାଙ୍କ ଜନ୍ମ ସମ୍ପର୍କିତ କାହାଣୀ କିମ୍ବଦନ୍ତୀ ଖୁବ୍ ଭଲ ଭାବରେ ଜାଣିଛେ। ଆମେ ଜାଣୁ ଯେ ବିଦେହ ନଗରୀର ରାଜା ଜନକ ରାଜା ହେଲେ ମଧ୍ୟ ସେ ବିଷୟ ବାସନା ତ୍ୟାଗୀ ଜଣେ ସ୍ଥିତପ୍ରଜ୍ଞ ଋଷି। ଖୁବ୍ ନିରାଡମ୍ବର ତାଙ୍କର ଜୀବନ ଶୈଳୀ। ବର୍ଷା ଅଭାବରୁ ମିଥିଳା ନଗରୀ ଦୁର୍ଭିକ୍ଷ ଜନିତ ଦୁଃଖରେ ଥିଲା ପୀଡ଼ିତା। ଶାସ୍ତ୍ର କହନ୍ତି ଯଜ୍ଞାତ୍ ଭବତି ପର୍ଜନ୍ୟ ପର୍ଜନ୍ୟାତ୍ ଅନ୍ନ ସମ୍ଭବ। ବର୍ଷା ନିମନ୍ତେ ରାଜା ଜନକ ଯଜ୍ଞ କରିବା ପାଇଁ ଭୂମି କର୍ଷଣ କରିବା ସମୟରେ ଭୂମି ମଧ୍ୟରୁ ଆବିର୍ଭୂତା ହେଲେ ଭୂମିଜା ମା ସୀତା, ଜନକନନ୍ଦିନୀ, ମୈଥିଳୀ, ବୈଦେହୀ, ମା ଜାନକୀ। ଜଗଜ୍ଜନନୀ ସୀତା ହେଉଛନ୍ତି ମା ମାଟିର ପ୍ରତୀକ। ମାଟିରୁ ହିଁ ସବୁକିଛି ସୃଷ୍ଟି ହୋଇଛି। ମାଟି ମଧ୍ୟରେ ଲୁଚି ରହିଛି ସୃଷ୍ଟି କରିବାର ସମ୍ଭାବନା। ମାତ୍ର ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ତେଜ ବିନା ମାଟି ସୃଷ୍ଟି ସମ୍ଭବ ହୋଇପାରିବ ନାହିଁ। ମର୍ଯ୍ୟାଦା ପୁରୁଷୋତ୍ତମ, ଭାନୁକୁଳ ତିଳକ, ଦଶରଥ ନନ୍ଦନ ଶ୍ରୀରାମଚନ୍ଦ୍ର ହେଉଛନ୍ତି ସକଳ ଶକ୍ତିର ଆଧାର, ସୂର୍ଯ୍ୟବଂଶର ସୁଯୋଗ୍ୟ ଦାୟାଦ। ମା ହେଉଛନ୍ତି ମାଟି, ପ୍ରଭୁ ଶ୍ରୀରାମ ହେଉଛନ୍ତି ସୂର୍ଯ୍ୟଙ୍କର ଦିବ୍ୟ ତେଜର ଅଧିକାରୀ। ସୂର୍ଯ୍ୟ ସକଳ ଶକ୍ତିର ଆଧାର ହେଲେ ମଧ୍ୟ ତାଙ୍କର ରଶ୍ମି ସିଧାସଳଖ ବୃକ୍ଷଲତାରେ ଔଷଧୀୟ ଗୁଣର ସଞ୍ଚାର କରିପାରେ ନାହିଁ। ସେଥିପାଇଁ ନିର୍ଭର କରିବାକୁ ହୁଏ ଚନ୍ଦ୍ରଙ୍କ ଉପରେ। ସୂର୍ଯ୍ୟଙ୍କର ପ୍ରଚଣ୍ଡ ତେଜକୁ ଗ୍ରହଣ କରି ନିଜ ଭିତରେ ସମାହିତ କରି ତାକୁ ଅମୃତରେ ପରିଣତ କରନ୍ତି ଚନ୍ଦ୍ରମା। ଶୀତଳ ଜ୍ୟୋତ୍ସ୍ନାର ଶାନ୍ତ ସ୍ପର୍ଶରେ ବନସ୍ପତି ଭିତରେ ଔଷଧୀୟ ଗୁଣର ସଞ୍ଚାର ହୁଏ। ସେଥିପାଇଁ ଚନ୍ଦ୍ରଙ୍କର ଅନ୍ୟ ଏକ ନାମ ଔଷଧୀଶ। ଠିକ୍ ସେହିପରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରଚଣ୍ଡ ତେଜ ପରାକ୍ରମକୁ ନିଜ ଭିତରେ ସମାହିତ କରି ମା ସୀତା ଜଗତକୁ ବାଣ୍ଟି ଦିଅନ୍ତି ଶାନ୍ତି, ମୈତ୍ରୀ, ପ୍ରେମ, ସହନଶୀଳତାର ଦିବ୍ୟ ଅମୃତ। ମାଟି ମାର ଦୁହିତା ଭାବରେ ସକଳ ଝଡ଼ଝଞ୍ଜାକୁ ଅଟଳ ଅଚଳ ଭାବରେ ସହ୍ୟ କରି ଜଗତରେ ବିତରଣ କରନ୍ତି କରୁଣା କୈବଲ୍ୟ। ନିଜ କନ୍ୟା ସୀତାଙ୍କର ବିବାହ ନିମନ୍ତେ ଜନକ ଋଷି ରଖିଥାନ୍ତି ଏକ ଅଦ୍ଭୁତ ପଣ। ଦେବଦେବ ମହାଦେବଙ୍କର ମହାତେଜା ଧନୁରେ ଯିଏ ଗୁଣ ଚଢ଼ାଇ ପାରିବ ସିଏ ହେବ ସୀତାଙ୍କର ବର। ତା ପଛରେ ମଧ୍ୟ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ କାରଣ। ଆମ ଭାରତୀୟ ପରମ୍ପରାରେ ଆମେ ଆମ ଝିଅ ପାଇଁ ସେମିତି ଏକ ବର ଚୟନ କରୁ ଯିଏ ତାକୁ ସର୍ବଭାବରେ ସୁରକ୍ଷା ପ୍ରଦାନ କରିପାରୁଥିବ ତଥା ଝିଅର ଜ୍ଞାନର ପରିସୀମାକୁ ବୁଝିପାରୁଥିବ। ନହେଲେ ସେ ବିବାହ ସଫଳ ହେବା କଷ୍ଟସାଧ୍ୟ। ଯଦି ପତି ପତ୍ନୀଙ୍କର ବିଚାର, ତାଙ୍କ ଭାଷା, ତାଙ୍କ ଜ୍ଞାନ ପରସ୍ପରର ବୋଧଗମ୍ୟ ନ ହୁଏ ତେବେ ସେହି ବିବାହର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ପରସ୍ପର ପ୍ରତି ବିଶ୍ୱାସବୋଧର ଅଭାବ ପରିଲକ୍ଷିତ ହେବାର ଅନେକ ସ୍ଥାନରେ ଦୃଷ୍ଟିଗୋଚର ହୁଏ। ମା ସୀତା ଯେତେବେଳେ ଛୋଟ ଥିଲେ ସେତେବେଳେ ରାଜା ଜନକ ଦେଖିଥିଲେ ଯେ ତାଙ୍କ ପୂର୍ବପୁରୁଷମାନେ ପୂଜା କରି ଆସୁଥିବା ଶିବଧନୁକୁ ସୀତା ଗୋଟିଏ ହାତରେ ଉଠାଇ ଦେଉଛନ୍ତି। ସୀତାଙ୍କର ପରାକ୍ରମ ସମ୍ପର୍କରେ ରାଜା ଜନକ ସଚେତନ ହୋଇ ଉଠିଲେ। ଯେଉଁ କନ୍ୟା ଶିବଧନୁକୁ ଗୋଟିଏ ହାତରେ ଉଠାଇ ଦେଇ ପାରୁଛି ତାକୁ ଯେଉଁ ପୁରୁଷ ବିବାହ କରିବ ସେ ସେହି ଧନୁରେ ଗୁଣ ଚଢ଼େଇବାର ସାମର୍ଥ୍ୟ ରଖିଥିବା ଦରକାର। ସଂସାର ପଥରେ ଜୀବନଯାନକୁ ଚଳାଇ ନେବା ପାଇଁ ପତି ପତ୍ନୀ ଉଭୟଙ୍କର ତ୍ୟାଗ, ସହନଶୀଳତା, ଭଲ ପାଇବା, ଉତ୍ତମ ବୁଝାମଣାର ଆବଶ୍ୟକତା ରହିଛି। ସୀତାରାମ ହେଉଛନ୍ତି ସେହିଭଳି ଏକ ଆଦର୍ଶ ଦମ୍ପତି ଯାହାଙ୍କର ବିବାହ ଆମମାନଙ୍କ ପାଇଁ ଅନୁକରଣୀୟ। କୋଟି ସୂର୍ଯ୍ୟ ତେଜକୁ ନିନ୍ଦା କରେ ଯାହାଙ୍କର ପରାକ୍ରମ ସେହି ପ୍ରଚଣ୍ଡ ପ୍ରତିଭାଧରଙ୍କର ଦିବ୍ୟତାକୁ ଧରି ରଖିବାର ଉପଯୁକ୍ତ ଆଧାରଶିଳା ହେଉଛନ୍ତି ଜନକନନ୍ଦିନୀ ମା ସୀତା। ଭଗବାନ ଶ୍ରୀରାମ ହେଉଛନ୍ତି ଚେତନା ଶକ୍ତିର ପ୍ରତୀକ ଏବଂ ମା ସୀତା ହେଉଛନ୍ତି ପ୍ରକୃତି ଶକ୍ତିର ପ୍ରତୀକ। ତେଣୁ ଚେତନା ଏବଂ ପ୍ରକୃତିଙ୍କର ମିଳନ ଅବସର ନିମନ୍ତେ ଏ ଦିନଟି ଖୁବ୍ ମହତ୍ୱପୂର୍ଣ୍ଣ। ଏ ଦିନରେ ଶ୍ରଦ୍ଧାଳୁମାନେ ସୀତାରାମଙ୍କର ବିବାହ ଉତ୍ସବ ପାଳନ କରିଥାନ୍ତି। ରାମାୟଣ ତଥା ଶ୍ରୀରାମଚରିତ ମାନସରୁ ସୀତା ବିବାହ ପ୍ରସଙ୍ଗ ପାଠ କରି ଆତ୍ମସନ୍ତୋଷ ଲାଭ କରିଥାନ୍ତି। ସୀତାରାମଙ୍କର ବିବାହ ପ୍ରସଙ୍ଗ ପାଠ କଲେ ସୀତାରାମଙ୍କର ଜୀବନ ଶୈଳୀକୁ ନିଜ ଜୀବନରେ ପ୍ରତିଫଳିତ କରିବାର ପ୍ରଚେଷ୍ଟା କଲେ ପାରିବାରିକ ଜୀବନ ମଙ୍ଗଳମୟ ହେବା ସହିତ ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହୋଇଥାଏ, ଧୈର୍ଯ୍ୟ ଧାରଣର ଶକ୍ତି ବୃଦ୍ଧି ପାଇଥାଏ। ଶ୍ରୋତାବନ୍ଧୁ, ଜଗଜ୍ଜନନୀ ଜାନକୀଙ୍କର ତ୍ୟାଗ, ଆଦର୍ଶ, ଭଲ ପାଇବା, ଆଶିଷର ଅମୃତ ଧାରା ଝରିପଡ଼ୁ ସମସ୍ତଙ୍କ ଉପରେ। ଆନନ୍ଦମୟ ହେଉ ଶଶାଗରା ଧରା। ଏତିକି ମାତ୍ର ହେଉ ଆଜିର ପ୍ରଭାତୀ ଅନୁଚିନ୍ତା।